ଟହଟହ ଖରାବେଳ ପାଦ ତାତି ଯାଉଛି, ଦେହ ଶୁଖି ଯାଉଛି। ଆଉ ସେଇ ତତଲା ଝାଞ୍ଜି ପବନ ଏ ମାଟିକୁ କିନ୍ତୁ ଅସ୍ତବ୍ୟସ୍ତ କରିପାରୁନି। କରୁଛି, ହେଲେ ଭୋକ ପରା ତାକୁ ମାରୁଛି। ରିକ୍ସା ଟାଣୁଛି, ରୋକି ହେଇଯାଉନି। ସେଇ ରିକ୍ସା ପଛରେ ପୁଅ ଝିଅଙ୍କୁ ବସାଇଛି। ବାସ୍, ମୁଣ୍ଡ ଉପରେ ସାହାରା ସାଜିଛି ଭଙ୍ଗା ଛତା ଖଣ୍ଡେ। ଭୋକର ଯନ୍ତ୍ରଣା ଆଗରେ ସୂର୍ଯ୍ୟଙ୍କ ତାପ ଯେମିତି ତତେଇ ପାରୁନି। ପୋଡ଼ି ଯାଉଥିବା ଏ ପେଟକୁ ଖରାପ ଆଉ କେତେ ପୋଡ଼ି ପାରିବ? ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା କୋରେଇରେ। ବୈତରଣୀ ନଦୀ ପାଖରେ ଥିବା ରେଳ ଲାଇନ୍ ଠାରୁ 16 ନମ୍ବର ଜାତୀୟ ରାଜପଥ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଏହି ବନ୍ଧ ଉପରେ ଖଣ୍ଡିଏ ରିକ୍ସାକୁ ଧରି ଏ ମାଟି ଚଳାଇ ଚଳାଇ ଆସୁଥିଲା। ଆଉ ପଛରେ ଦୁଇଟି ନିରୀହ ଶିଶୁ ଯେମିତି ସୂର୍ଯ୍ୟଙ୍କ ତାପରୁ ରକ୍ଷା ପାଇବା ପାଇଁ ଛତା ଖଣ୍ଡେ ଧରି ବସିଥିଲେ। ଏଭଳି ଗ୍ରୀଷ୍ମ ଉତ୍ତାପରେ ଯେତେବେଳେ ଲୋକେ ସକାଳ 10ଟା ହେଲା ବେଳକୁ ଘରେ କବାଟ କିଳି ରହୁଛନ୍ତି, ସେତେବେଳେ ଏଭଳି ଟାଣ ଖରାରେ ଦିନ 12ଟା ଗୋଟେରେ ଏ ମାଟିକୁ ଦେଖି କ୍ଷଣିକେ ଆମେ ବି ଅଟକି ଯାଇଥିଲୁ। ଏ ଭୋକ, ଦୁଃଖ, ଯନ୍ତ୍ରଣା ପଛରେ ରହିଛି ସରକାରଙ୍କ ହାତ। ଯଦି ମୌଳିକ ସୁବିଧା ଏମାନଙ୍କ ପାଖରେ ମଧ୍ୟ ଥାନ୍ତା, ବୋଧହୁଏ ମା ଜଣକ ଦୁଇଟି ନିରୀହ ଶିଶୁକୁ ଟଲିରେ ନ ବୋହି ଘରେ ରହିଥାନ୍ତି। ଯଦି ପେଟର ଭୋକ ମାରିବାକୁ ଘରେ ମୁଠେ ଦାନା ଥାନ୍ତା, ବୋଧହୁଏ ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା। ସତରେ ଏ ସୂର୍ଯ୍ୟଙ୍କ ତାପଠୁ ବେଶୀ ପୋଡ଼ି ପକାଉଛି ଗରିବର ଭୋକର ଯନ୍ତ୍ରଣା। କୋରେଇରୁ ସନ୍ତୋଷ ସାହୁ, ଅର୍ଗସ୍ ଡିଜିଟାଲ।